ଏବେ ଦୀପ ମୁଁ ଚାଲୁ ପଡ଼ିଆକୁ ଟିକେ ପ୍ରାକ୍ଟିସ୍ କରିବା ପାଇଁ। ଆଉ ଯେ ରାସ୍ତାରେ ସକାଳେ ବ୍ଲଗ୍ ଷ୍ଟାର୍ଟ ହେଇଥିଲା ସେଇ ରାସ୍ତାରେ ଆଉଥରେ ବ୍ଲଗ୍ ଷ୍ଟାର୍ଟ ହେଲା। ଏବେ ଟାଇମ୍ ହେଲାଣି 4ଟା ପାର ହେଲାଣି। ପ୍ରାକ୍ଟିସ୍ ତ ହେଉନି ମାନେ ହାଲକା ଫୁଲକା ଏମିତି ଟିକେ ୱାର୍ମ ଅପ୍ ଭଳିଆ ପ୍ରାକ୍ଟିସ୍ ହେଉଛି ଆଉ। କାହିଁକିନା ଆମ ପିଚ୍ ଯେଉଁ ଭଳିଆ ହେଇଛି ମୁହଁ ଫୁହଁ ଚାଲିଯିବ ଏଠି। ଚାଲନ୍ତୁ ଦେଖିବି ଆମ ପିଚ୍ ଟା ଫାଷ୍ଟ କେମିତି ହେଇଛି। ଆଉ ସେ ପିଚ୍ ରେ ପ୍ରାକ୍ଟିସ୍ କରିବା ସମ୍ଭବ ନା ନାହିଁ କମେଣ୍ଟ କରି ନିହାତି। ପୁରା ସେଗା ନେବା ପାଇଁ ଆସିଥିଲା ସାଇକେଲରେ କିନ୍ତୁ ଯାଇ ହେବନି ଯେହେତୁ ଆମେ 3 ଜଣ ଅଛେ ଆମେ ଯାଇପାରିବାନି ନା। ଆମକୁ ନେଇତେ ଆସିଥିଲୁ ନା କିଆଡ଼େ ଆସିଥିଲୁ? ଆଉ ତୋ ଡାଇଲଗଟା ଆଉଥରେ କହନା। ଭୁଲି ଯାଇଛି। ଏବେ ଆମେ ଆସିକି ପହଞ୍ଚିଗଲେ ଆମ ପଡ଼ିଆର। ଆଉ ଆମ ପଡ଼ିଆର ଯୋଉ ପିଚ୍ ଟା ନୁହଁ କି ପିଚ୍ ଟା ଦେଖନ୍ତୁ କେମିତି ହେଇଛି। ଏଇ ପିଚ୍ ରେ ମାନେ ପ୍ରାକ୍ଟିସ୍ କରିବା ସମ୍ଭବ ନା ନାହିଁ କୁହନ୍ତୁ। ଏକ ତ ପୁରା ହାର୍ଡ ପିଚ୍ ଏଇଟା, ତାପରେ ଘାସ ଅଛି ସେଇଟା ବି ଏତିକି ଜଷ୍ଟ ଘାସ ମାନେ ସଫା ଅଛି ଟିକେ ଏପଟେ ଟିକେ ଟିକେ ଘାସ ଅଛି ଆଉ ଇଆଡେ ଫୁଲ ଘାସ। ମାନେ ଅଧାରୁ ପୁରା କମ୍ ଚଞ୍ଛା ହେଇଛି ପିଚ୍ ଟା ତାପରେ ଏମିତିକା ଘାସ ଅଛି। ଏ ପିଚ୍ ରେ ପ୍ରାକ୍ଟିସ୍ କରି ହବ ନା। ଆପଣ କମେଣ୍ଟ କରି କୁହନ୍ତୁ ଏ ପିଚ୍ ରେ କେମିତି ପ୍ରାକ୍ଟିସ୍ ହବ।